କାହାଣୀର ନାମ ସ୍ୱଭାବ। ଚାଲନ୍ତୁ କାହାଣୀ ଶୁଣିବା। ଦିନେ ଗୋଟିଏ ଦେଶରେ ରାଜା ଓ ମନ୍ତ୍ରୀ ଦୁହେଁ ପୋଷାକ ବଦଳାଇ ନଗର ପରିକ୍ରମା କରୁଥାନ୍ତି। ସମୟ ବିଳମ୍ବ ହେବାରୁ ସନ୍ଧ୍ୟା ଆସି ପହଞ୍ଚିଲା। ରାଜା ଓ ମନ୍ତ୍ରୀ କିଛି ଉପାୟ ନ ପାଇ ଗ୍ରାମ ସମୀପରେ ଥିବା ଏକ ବୃକ୍ଷ ଉପରେ ଚଢ଼ି ବିଶ୍ରାମ କଲେ। କିଛି ସମୟ ପରେ ଜଣେ ଲୋକ ଆସି ସେହି ଗଛ ମୂଳେ ବେହୋସ ହୋଇ ପଡ଼ିଗଲା। ରାଜା ଏହା ଦେଖି ଗଛ ଉପରୁ ତଳୁ ଆସିବାକୁ ଉଦ୍ୟତ ହେଲେ। ଲୋକଟିର ଏପରି ଅବସ୍ଥା ଦେଖି ରାଜାଙ୍କ ମନ ଦୁଃଖରେ ଭରିଗଲା, କିନ୍ତୁ ମନ୍ତ୍ରୀ ରାଜାଙ୍କୁ ତଳକୁ ନ ଯିବାକୁ ମନା କଲେ। ରାଜା ଅଧିକ କିଛି କହିବା ପୂର୍ବରୁ ଜଣେ ଲୋକ ଆସି ସେଠାରେ ପହଞ୍ଚିଗଲା। ସେ ଲୋକଟି ଥିଲା ଗୋଟେ ଚୋର। ତଳେ ବେହୋସ ହୋଇଥିବା ଲୋକଟିକୁ ଦେଖି ସେ ଲୋକଟି କହିଲା, ଏ ଜଣେ ଚୋର ଭଳି ଜଣାପଡ଼ୁଛି। ଚୋରି କରି ଫେରିବା ସମୟରେ ବୋଧହୁଏ ପଡ଼ିଯାଇଛି। ଏଠାରୁ ପଳାଇବା ଭଲ, ନତୁବା ଲୋକଙ୍କ ହାତରେ ଧରା ପଡ଼ିଯିବ। ଏହା କହି ସେ ଲୋକଟି ସେଠାରୁ ଦୌଡ଼ି ପଳାଇଲା। ଚୋରଟି ଚାଲିଯିବା ପରେ ପୁଣି କିଏ ଜଣେ ଆସିବାର ଶବ୍ଦ ହେଲା। ଆସୁଥିବା ଲୋକଟି ଥିଲା ଜଣେ ମଦ୍ୟପ। ଗଛ ତଳେ ପଡ଼ି ରହିଥିବା ଲୋକଟିକୁ ଦେଖି କହିଲା, ଯଦି ସମ୍ଭାଳି ପାରୁନୁ ଏତେ ପିଉଛୁ କାହିଁକି ବେ? ସେହି ମଦ୍ୟପଟି ଢଳି ଢଳି ସେଠାରୁ ଚାଲିଗଲା। ମଦ୍ୟପଟି ଚାଲିଯିବା ପରେ ସେଠାରେ ଆଉ ଜଣେ ଲୋକ ଆସି ପହଞ୍ଚିଲେ। ସେ ଥିଲେ ଜଣେ ସନ୍ନ୍ୟାସୀ। ଲୋକଟିକୁ ଗଛ ତଳେ ପଡ଼ିଥିବାର ଦେଖି ସେ ଭାବିଲେ, ଜଣା ପଡ଼ୁଛି ଏ ଜଣେ ସାଧୁ ଲୋକ। କଠିନ ତପସ୍ୟା ତା କାରଣରୁ ବେହୋସ ହୋଇ ପଡ଼ିଯାଇଛି। ସେ ନିଜର କମଣ୍ଡଳରୁ ପାଣି ଆଣି ବେହୋସ ଲୋକ ମୁଣ୍ଡ ଉପରେ ଓ ମୁହଁରେ ଛିଞ୍ଚି ଦେଲେ। ଲୋକଟି ଚେତା ଫେରି ପାଇଲା। ସନ୍ନ୍ୟାସୀ ସେ ଲୋକଟିକୁ ନିଜ ସାଥିରେ ଧରି ନିଜ ଆଶ୍ରମକୁ ନେଇଗଲେ। ରାଜା ସମସ୍ତ ଘଟଣା ଏକ ଧ୍ୟାନରେ ଲକ୍ଷ୍ୟ କରୁଥିଲେ। ଜଣେ ବ୍ୟକ୍ତି ଉପରେ ଏଭଳି ଭିନ୍ନ ଭିନ୍ନ ମତ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ମନେ ମନେ ଭାବିଲେ, ମୋ ଉପରେ ତ ଲୋକ ଏଇଭଳି ଭିନ୍ନ ଭିନ୍ନ ମତ ଦେଉଥିବେ। ରାଜାଙ୍କର ଏଭଳି ଭାବନା ଦେଖି ମନ୍ତ୍ରୀ କହିଲେ, ଏହା ତ ମାନବ ସ୍ୱଭାବ। ମହାରାଜ, ଆପଣ ଜମା ବ୍ୟସ୍ତ ହୁଅନ୍ତୁନି। ସେ ନିଜ ସ୍ୱଭାବରେ ଅନ୍ୟ ଜଣକୁ ଦେଖିବ। ତେଣୁ ତ ବେହୋସ ଲୋକକୁ ଚୋର ଭାବିଲା ଚୋର, ଆଉ ମଦ୍ୟପ ଭାବିଲା ମଦ୍ୟପ, ଓ ସନ୍ନ୍ୟାସୀ ଭାବିଲେ ସାଧୁ।